ଆଜି ମହାପ୍ରଭୁଙ୍କର ରଥଯାତ୍ରା ଲକ୍ଷ ଲକ୍ଷ ଭକ୍ତଙ୍କର ଭିଡ଼ ମଧ୍ୟରେ ସବୁଠାରୁ ବଡ଼ ଚର୍ଚ୍ଚା। ପାଣିପାଗ କେମିତି ରହିବ? ଆସନ୍ତୁ ଜାଣିବା ପୁରୀ ସହ ସମଗ୍ର ଓଡ଼ିଶାର ଲାଇଭ୍ ପାଣିପାଗ ଅପଡେଟ୍। ନମସ୍କାର, ଆପଣ ଦେଖୁଛନ୍ତି ଓଡ଼ିଆ ନ୍ୟୁଜ୍ ଟକ୍। ମୁଁ ହେଉଛି ପ୍ରବୀଣ। ଆଜି 16 ଜୁଲାଇ 2026। ଆଜିର ପାଣିପାଗ ରିପୋର୍ଟ ଉପରେ ନଜର ପକାଇବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତେବେ ଏବେ ହିଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଫଳରେ ପ୍ରତିଦିନ ପାଣିପାଗ ଓ ଡେଲି ନ୍ୟୁଜ୍ ଅପଡେଟ୍ ସର୍ବପ୍ରଥମେ ଆପଣଙ୍କର ପାଖକୁ ପହଞ୍ଚିବ। ପାଗରେ ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ। ଲଘୁଚାପ ପ୍ରଭାବରେ ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ରଥଯାତ୍ରା ଅବସରରେ ପୁରୀ ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ଲଘୁଚାପ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ଓଡ଼ିଶା ପଶ୍ଚିମ ଉପକୂଳରେ ଜାରି ଥିଲା। ଉତ୍ତର ପଶ୍ଚିମରେ ଗତି କରି ଏହା ଉତ୍ତର ଓଡ଼ିଶା ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ଗତି କରିପାରେ ବୋଲି ଆଶଙ୍କା କରାଯାଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିବ। ବୁଧବାର ରାତିରୁ ଗୁରୁବାର ସକାଳ ଭିତରେ ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଇଅଛି। ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମରେ ଅଧିକ ବର୍ଷା ହେବାର ଆକଳନ କରାଯାଇଛି। ରଥଯାତ୍ରା ନୀତି ନିଘଣ୍ଟ ଭୋର 6ଟାରୁ ମଙ୍ଗଳ ଆରତୀ ସକାଳ 9:30ରୁ ପହଣ୍ଡି ଆରମ୍ଭ। ପାଣିପାଗ ବିଭାଗ ସତର୍କ ଜାରି କରିଛି ଯେ ଗୁରୁବାର ରାଜ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳର ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଇଛି। ପୁରୀ, କଟକ, ଖୋର୍ଦ୍ଧା, ବାଲେଶ୍ୱର, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବରଗଡ଼, ସୋନପୁର, ବୌଦ୍ଧ, ନୟାଗଡ଼, ଯାଜପୁରରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଶଙ୍କା ମଧ୍ୟ କରାଯାଇଛି। 17ରେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ଏବଂ ଦକ୍ଷିଣର ଅନେକ ଜାଗାରେ ବର୍ଷାର ସମ୍ଭାବନା ଅଛି। ସମ୍ବଲପୁର, ଅନୁଗୁଳର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୋନପୁରର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଶଙ୍କା କରାଯାଇଛି। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପରିବେଶ ଓ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କର ପୂର୍ବାନୁମାନ ଅନୁଯାୟୀ ବର୍ତ୍ତମାନରେ ଥିବା ଲଘୁଚାପ ପ୍ରଭାବରେ 18 ଯାଏଁ ରାଜ୍ୟରେ ବର୍ଷା ରହିବ। ଡକ୍ଟର ସାହୁ ଆହୁରି କହିଛନ୍ତି, ରଥଯାତ୍ରା ଦିନ ପୁରୀ ସମେତ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବ, ମାତ୍ର ଗୁଳୁଗୁଳି ପ୍ରଭାବ କମ୍ ରହିପାରେ। ଆଶ୍ୱସ୍ତି ଦେଲା ଭଳି ଥଣ୍ଡା ପବନ ବହିପାରେ, ମଝିରେ ମଝିରେ ହାଲୁକା ବର୍ଷା ହୋଇପାରେ ବୋଲି କହିଛନ୍ତି। ଡକ୍ଟର ସାହୁ ଆହୁରି ପୂର୍ବାନୁମାନ କରି କହିଛନ୍ତି ଯେ ଆସନ୍ତା 23-24 ତାରିଖ ବେଳକୁ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ 22ରୁ ପୁଣି ବର୍ଷା ବଢ଼ିପାରେ। ଏହାରି ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା କରାଯାଇଛି। ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିବ। ଓଡ଼ିଶା ଉପକୂଳରେ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ବେଗରେ ପବନ ବହିପାରେ। ତେଣୁ 17 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ଓଡ଼ିଶା ଉପକୂଳ ସମୁଦ୍ରକୁ ଯିବା ଲାଗି ବାରଣ କରାଯାଇଛି। ଏହା ଥିଲା ଓଡ଼ିଶାର ସମ୍ପୂର୍ଣ୍ଣ ପାଣିପାଗ ରିପୋର୍ଟ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ମୁଁ ବିଦାୟ ନେଉଛି। ପୁଣି ଦେଖା ହେବ ପରବର୍ତ୍ତୀ ପାଣିପାଗ ଅପଡେଟରେ। ସେ ପର୍ଯ୍ୟନ୍ତ ସୁରକ୍ଷିତ ରହନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।